ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର। ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ବେନ୍ତପୁର ରାସ୍ତା ବାଙ୍କି ହଟିଙ୍ଗ ନିକଟରେ ଏକ ଗଛରେ ଜଣେ ମହିଳାଙ୍କର ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମହିଳାଙ୍କ ମୃତଦେହ ଝୁଲିଥିବା ଦେଖି ସ୍ଥାନୀୟବାସୀ ନାଲକୋ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ସୂଚନା ଯେ ମୃତ ମହିଳା ଜଣକ ହେଲେ ତେନ୍ତେଲା ହଟିଙ୍ଗର ସିଲି ମାରାଣ୍ଡି। ମହିଳା ଜଣକ ଶାଶୁ ଶ୍ୱଶୁରଙ୍କ ସହ ତେନ୍ତେଲା ହଟିଙ୍ଗରେ ରହୁଥିଲେ। ମହିଳାଙ୍କ ସ୍ୱାମୀ ବୁନ୍ଦାନାଥ ସୋରେନ ହାଇଦ୍ରାବାଦ ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ରହିଛନ୍ତି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ରହିଥିବା ବେଳେ ମାନୁ ମାଝି ହତ୍ୟା କରିଥିବା ଶ୍ୱଶୁର ଘର ଲୋକେ ସନ୍ଦେହ କରିଛନ୍ତି। କାଲି ଘଟଣା ରାତିରେ ଆମ ବୋହୁ ସେପଟେ ବାହାରିକି ଆସିଲା। ମୁଁ ତା ପଛେ ପଛେ ଆସିକି ଏଇଠିକି ତାକୁ ଦେଖିଲେ ମୁଁ ଡାକିଲି ଯେ ସେ ଦୌଡ଼ିକି ପଳେଇଲା ସେ ଯେଉଁ ବାହାରେ ଦୌଡ଼ି ପଳେଇଲା। ଏଠୁ ବାଇକ୍ ଗୋଟେ ଠିଆ ହେଇଥିଲା, ଏଠିକି ମାନୁ ମାଝି ଥିଲା। ଏଠୁ ବହୁତ କୁଆଡ଼େ ଲୁଚିଗଲା, ଦେଖା ପାଇଲେନି। ସେଠୁ ଆମର ମୁଁ ଡାକିଲି, ସେଠିକି ଅଛି ସେ ଯା ତାକୁ ପଚାରିବ। ଦୌଡ଼ିକି ଗଲା, କହିଲା ରହ ଟିକେ, ସିଏ ତ ବାଇକ୍ ଷ୍ଟାର୍ଟ କରି ପଳେଇଲା। ସେ ହେଉଛି ମାନୁ ମାଝି। ସକାଳେ ଆମକୁ କହିଲା, ଯେଉଁ ଲୋକମାନେ କହିଲା ଏ ଯେଉଁ ଏଠିକି ଏମିତି ଘଟଣା ହେଇଛି। ସେଠୁ ଆମେ ଯାଇକି ଦେଖି ଆସିଲୁ। ଆମ ବୋହୁ ସିଏ ହଁ ଦିଆହେଇଛି। ପୁଅ ସେ ବାହାରେ ଅଛି, ହାଇଦ୍ରାବାଦ ରହୁଛି। ସେ ବି ଆସୁଛି ଖବର ଶୁଣି। ଆମେ ତ ସେ ମାନୁ ମାଝିକୁ ସନ୍ଦେହ କରୁଛେ। ପରେ ତ ପାଟି ଝଗଡ଼ା କେବେ ନାହିଁ। ସେ ଆମ ଝିଅ, ସେ ଆମର ବୋହୁ। ଆମର ତ ଗୋଟେ ବୋହୁ, ଆଉ ସେ ଆମେ ତ ଭାବୁଛି ସିଏ ଝିଅ, ସିଏ ନି ବୋହୁ। ଆମେ ଯେଉଁ ତାକୁ କେମିତି ନ୍ୟାୟ ଦେବୁ ସେଇଟା ଆମେ ଚାହୁଁଛି। 4 ବର୍ଷର ପୁଅ ଅଛି।